रामं लक्ष्मणं पूर्वजं रघुवीरं सीतापतिं सुन्दरं काकुस्थं करुणाकरगुणनिधिं विप्रप्रियधार्मिकं राजेन्द्रं सत्यसन्धरशरथतनयं श्यामलं शान्तमूर्ति वन्दे लोकाभिरामं रघुकुलतिलकं राघवं रावणारी मूकं करोति वाचालं पङ्गुलङ्घयतगिरिं जद्रुभातमं वन्दे परमानन्दमाधवं। भक्तवत्सल भगवान की जय, मर्यादा पुरुष रामचंद्र की जय, लक्ष्मण लाल जी की जय, भरत लाल जी की जय, शत्रुघ्न लाल जी की जय, सीता देवी की जय, शंकर मोचन हनुमान जी की जय। तुम चरण रे करे मिनती हे रघुपति, श्रोता मान कुमर कर मुकति हे रघुपति। श्री झंकड़बाई सिनेमा सारा देवी को धन्यवाद। मोर प्रिय श्रोता बंधु मानक नमस्कार करी आरंभ करने को जाऊँ। आपण मैंने शुणुंट हरिश्चंद्र राजा विश्वामित्र विषय से दक्षिण विषय आज सुधा मासे पूर्ण हो जाइए। विश्वामित्र आसिक पहुँची जाइछन्ति। से तो रागी ऋषि कहते तोर कौन मने नहीं, आज मासे पूर्ण हो जाऊँ बोली जानिछु। सत्य जोगे सूर्य उदय होउछन्ति, सत्य जोगे सर्पराज वासुकी पृथ्वी की मुंडेई, सत्य जोगे दिन राति बारंबार हुए, दिन जाए राति आसे, राति जाए दिन आसे। सत्य जोगे समुद्र कूल लंघन करे नहीं, जगत मध्य सत्य श्रेष्ठ धर्म। कोटिए अश्वमेध यज्ञ कले भी सत्य सहित समान हेब नहीं। सत्यभग्न हेले कि दशा भोगंती, तू कौन दुराचार जानी ना। एक कथा शुणी हरिश्चंद्र राजा कहले, आज सूर्य अस्त पर्यंत तुम्हार समय अच्छी। सूर्य अस्त पूर्वर मुझे जाई न पारे, मु तुमर अभिशाप योग्य हेबी। मु तुम पादरे अधीन, मु तुमर आज्ञाकारी। मोर दोष रक्षा कर, जहाँ तुमर इच्छा हेउछि कर। हे महामुनि संतोष होई अनुज्ञा को दियो। मु पुत्र पत्नी को नहीं हाटरे बिकवा को जाऊँगी। मुनि कहले हो शीघ्र जा। ये कही मुनि सेठारु चली गले। राजा पुत्र पत्नी को नहीं हाट को गले। सभ्याराणी बारंबार हरिश्चंद्र राजा को कहते, हे प्राणनाथ मते बिक्री करी तुम्हारा सत्य रक्षा कर। हरिश्चंद्र राजा कहले, पुरुषर अर्धांगिनी पत्नी मुझे बिक्री करे मोर तो किसी दोष नहीं। सभ्या ठीक कहूँ। हरिश्चंद्र हाटर डाक देले, आस दासी किए नब एठिके आस, दासी किए नब एठिके आस। ब्राह्मण क्षत्रिय वैश्य शूद्र जार दासी दरकार शीघ्र एठाकू आस। एभली डाकिबा समय देवता माने जानिले। इंद्र ब्राह्मण बेशरे आसी हरिश्चंद्र मुख को चाही कहले, मोर गोटे दासी दरकार।
ହଉ କେତେ ଧନ ନେବ କୁହନି। ହରିଶ୍ଚନ୍ଦ୍ର କହିଲେ 1,00,000 ସ୍ୱର୍ଣ୍ଣ ମୁଦ୍ରା ଦେଲେ ଦାସୀ ନେବ ଆଉ କ'ଣ। ବ୍ରାହ୍ମଣ ରୂପୀ ଇନ୍ଦ୍ର କହିଲେ ମୋ ପାଖରେ ତ ଏତେ ନାହିଁ, 50,000 ଅଛି, ଦେଲେ ଦିଅ ନଦେଲେ ନାହିଁ। ହରିଶ୍ଚନ୍ଦ୍ରଙ୍କ ତ ନିହାତି ଦରକାର, ରାଜି ହେଇଗଲେ। ସବ୍ୟା ରାଣୀକି କପଟୀ ଇନ୍ଦ୍ର ସହିତ ଯାଉ ଯାଉ ରୋହିତ ବାତ୍ସଲ୍ୟ ମମତାରେ ଲୁଗା କାନି ଟାଣିକି ଧରି କହୁଛି ମା ମୁଁ ତୋ ସାଙ୍ଗରେ ଯିବି। ଇନ୍ଦ୍ର ରୂପରୁ ବ୍ରାହ୍ମଣ କହିଲେ କାଣି ଛାଡ଼, ନହେଲେ ଗୋଟେ ବାଡ଼ିଟେ ଧରିଥାନ୍ତି, ନହେଲେ ବାଡ଼ିରେ ପିଟିବି। ରୋହିତ କିନ୍ତୁ ଛାଡ଼ିଲା ନାହିଁ। ସବ୍ୟାରାଣୀ କହିଲେ ହେ ଦ୍ୱିଜବର, ତୁମେ ବିନା ମୂଲ୍ୟରେ ପୁତ୍ରକୁ ନିଅ, ଆମ ସାଙ୍ଗରେ ଯାଉ। ବ୍ରାହ୍ମଣ କହିଲେ ମୋର ତ ଜଣେ ଦରକାର, 2 ଜଣ ପୋଷିବାକୁ ମୋର କରାମତି ତ ନାହିଁ। ସବ୍ୟା କହିଲେ ଯଦି ନ ପୋଷିବେ ମୋ ପାଇଁ ଯେଉଁ ଖାଦ୍ୟ ଦେବେ, ଆମେ ଜଣକର ଖାଦ୍ୟକୁ ଆମେ ମା ପୁଅ ବାଣ୍ଟିକି ଖାଇବୁ ଆଉ। ତୁମ୍ଭ ଆଜ୍ଞା ପାଳି ସେବା କରି ରହିଥିବୁ। ବ୍ରାହ୍ମଣ କହିଲେ ହଉ ହଉ ଆସୁ। ସବ୍ୟାରାଣୀ ଯିବା ସମୟରେ ହରିଶ୍ଚନ୍ଦ୍ରକୁ କହୁଛନ୍ତି ହେ ସ୍ୱାମୀ, ଯାଉଛୁ ବୋଲି କହି ପଡ଼ିଗଲେ ପାଦ ତଳେ ହରିଶ୍ଚନ୍ଦ୍ରଙ୍କର। ତାପରେ ସବ୍ୟାରାଣୀ ଧର୍ମ ରକ୍ଷା ପାଇଁ ମନରୁ ଦୁଃଖ ଦୂର କରି ବ୍ରାହ୍ମଣ ରୂପୀ ଇନ୍ଦ୍ର ପଛେ ପଛେ ଚାଲି ଚାଲି ଗଲେ। ବ୍ରାହ୍ମଣ ପଛରେ ପୁତ୍ର ପତ୍ନୀ ଯିବାର ଦେଖି ହରିଶ୍ଚନ୍ଦ୍ର କହୁଛନ୍ତି ଆହା ପ୍ରିୟ ଆହା ମୋର ବାଳୁତ ନନ୍ଦନ, କପାଳରେ କର ମାରି କରନ୍ତି ରୋଦନ, ଆହା ଦୈବ ବିଧାତା। ହରିଶ୍ଚନ୍ଦ୍ର କହୁଛନ୍ତି ଏ ଦୃଶ୍ୟ ଦେଖି ମୋର ଛାତି ଫାଟି ଯାଉନାହିଁ କାହିଁକି। କିଛି ସମୟ ପରେ ରାଜା ଧୈର୍ଯ୍ୟ ଧରି ଚିନ୍ତା କଲେ। ବିଶ୍ୱାମିତ୍ର ଋଷି ଜଳନ୍ତା ନିଆଁ ହେଇ ସୂର୍ଯ୍ୟ ଅସ୍ତ ହେଲା, ଚାଲି ଆସିବେ ସଙ୍ଗେ ସଙ୍ଗେ। ମୁଁ ତ ଗୋଟେ ହୀନକର୍ମା, ମୋତେ କିଏ କିଣିବ, ଏ କଥା ଚିନ୍ତା କରି କହିଲେ ନା, ନିଜକୁ ବିକିଦେବି, ନହେଲେ ଅସତ୍ୟ ହେଇଯିବି। ଡାକିଲେ ହାଟରେ ଯାଇ କିଏ ଦାସ କିଣିବ, କିଏ ଦାସ କିଣିବ, ଯାହାର ଦାସ ପ୍ରୟୋଜନ ଅଛି ଏଠିକି ଆସ। ତାପରେ ଧର୍ମ ଅବତାର ଚିନ୍ତା କଲେ। ଧାର୍ମିକ ରାଜା ହରିଶ୍ଚନ୍ଦ୍ର ପାଖକୁ ଯିବା। ହେଲେ ଚଣ୍ଡାଳ ବେଶ ହେଇକି ଯିବେ, ପଚା ଶବ ମାଂସ ଦେହରେ ବୋଳି ହୋଇ ପହଞ୍ଚିଗଲେ ହରିଶ୍ଚନ୍ଦ୍ର ପାଖରେ। କହିଲେ ମୋର ଗୋଟେ ଦାସ ଦରକାର, ସତ କହ ତୋର ମୂଲ୍ୟ କେତେ? ରାଜାଙ୍କର ତ ଆଉ 50,000 ଦରକାର। ରାଜା କହିଲେ 50,000 ସ୍ୱର୍ଣ୍ଣ ମୁଦ୍ରା ଦେବ, ତାପରେ ନେବ। ସାଙ୍ଗେ ସାଙ୍ଗେ ଧର୍ମ ରୂପୀ ଚଣ୍ଡାଳ ସବୁ ତ ସେ ଜାଣିଛନ୍ତି, 50,000 ସ୍ୱର୍ଣ୍ଣ ମୁଦ୍ରା ଦେଇ କିଣି ନେଲା।
ହରିଶ୍ଚନ୍ଦ୍ର ଚିନ୍ତା କଲେ, ଯାହା ହେଉ ଆଜି ମୁଁ ଋଣମୁକ୍ତ ହୋଇ ଶାନ୍ତି ଲାଭ କରିବି। ଚଣ୍ଡାଳର ଦାସ ହେଲି ବୋଲି ମନରେ ମୋର ତିଳେମାତ୍ର ଦୁଃଖ ନାହିଁ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଭିଡ଼ିଓ ବଡ଼ ହୋଇଗଲା ବେଳକୁ ପ୍ରିୟ ଶ୍ରୋତା ବନ୍ଧୁମାନେ କିଛି ଦେଖୁନାହାନ୍ତି। ଯାହା ହେଉ ଏତିକି ଶ୍ରୋତା ବନ୍ଧୁମାନଙ୍କୁ ଧନ୍ୟବାଦ। ଯେଉଁ ବୟସରେ ଦେଖିବା କଥା ସେ ବୟସର ଲୋକମାନେ କମ୍ ଦେଖୁଛନ୍ତି। କାଲି ଦେଖି ବହୁତ ଖୁସି ଲାଗିଲା। 25ରୁ 35 ବର୍ଷ ଭିତରେ ବେଶୀ ଶ୍ରୋତା ବନ୍ଧୁ ଦେଖୁଛନ୍ତି। ଯାହା ହେଉ ଧର୍ମ ବର୍ଦ୍ଧିତ ହେଉ। ଶ୍ରୋତାମାନଙ୍କର ସେଇ ରାମନାରାୟଣ ମଙ୍ଗଳ କରନ୍ତୁ। ଇଏ ହେଉଛି ଧାରାବାହିକ ରାମାୟଣ କଥା। ଯାହା ହେଉ ଏଇଭଳି ଦେଖୁଥାନ୍ତୁ। ଯଦି ଭଲ ଲାଗୁଥିବ ଭିଡ଼ିଓ ଟିକେ ସବସ୍କ୍ରାଇବ୍ କରିବା ସହିତ ଲାଇକ୍ ଟିକେ କରୁଥିବେ। ଏ ଅନୁଷ୍ଠାନ ଆପଣମାନଙ୍କର ମୁଁ ନିମିତ୍ତ ମାତ୍ର। ଏତିକି କହି ମୋର ଶ୍ରୋତା ବନ୍ଧୁମାନଙ୍କୁ ତଥା ଏ ବିଶ୍ୱକୁ ସେଇ ରାମନାରାୟଣ ଭଲରେ ରଖନ୍ତୁ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।